ମାନସୀ ସ୍वर्ଣ୍ଣପ୍ରଭା ସାମଲ, ଅଧ୍ୟକ୍ଷା ଚୌଦାର ପୌର ପରିଷଦ। ଆଜି ବିଜୁବାବୁଙ୍କର 29ତମ ଶ୍ରାଦ୍ଧ ଉତ୍ସବରେ ମହାନ ଜନନାୟକ ପ୍ରବାଦ ପୁରୁଷ ଝଡ଼ର ଇଗଲ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଆଜି ଆମର ସମସ୍ତ ପୌର ପରିଷଦର ସମସ୍ତ କାଉନସିଲର ଭାଇ ଭଉଣୀ ନେତୃତ୍ୱ, ବିଜୁ ଜନତା ଦଳର ଯୁବ ଛାତ୍ର ମହିଳା ସମସ୍ତେ ଆଜି ଏକତ୍ରିତ ହେଇଛନ୍ତି। ବିଜୁବାବୁଙ୍କୁ ଯେଉଁମାନେ ଭଲ ପାଉଛନ୍ତି ସେମାନେ ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ଆଜି ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ଏବଂ ତିଳତର୍ପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଆଜି ଆମ ସହିତ ସମସ୍ତ ବରିଷ୍ଠ କାଉନସିଲର ମଧ୍ୟ ଅଛନ୍ତି। ସମସ୍ତ ନେତୃତ୍ୱ ମାନେ ଆଜି ବିଜୁବାବୁଙ୍କୁ ଭଲ ପାଆନ୍ତି। ଜନନାୟକ ମହାପୁରୁଷ, ଦେଶର ସମ୍ମାନ ଗୌରବ, ଯେ ତାଙ୍କ ଉପରେ 3ଟି ଦେଶର ପତାକା ମଧ୍ୟ ପକାଯାଇଥିଲା ତାଙ୍କର ମରଳ ଶରୀର ଉପରେ। ତେଣୁ ସେ ଆମର ଗୌରବ। ଦଳଗତ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ ଜଣାନ୍ତି। ତେଣୁ ଆଜି ସମସ୍ତେ ଆମେ ତାଙ୍କ ଶ୍ରାଦ୍ଧ ଦିବସକୁ ପାଳନ କରିଛୁ। ତାଙ୍କୁ ସବୁଦିନ ପାଇଁ ଏ ଜାତି ତାଙ୍କୁ ମନେ ରଖିବ। ତେଣୁ ତାଙ୍କର ବହୁତ ମହାନୀୟ କାର୍ଯ୍ୟକ୍ରମ ରହିଛି ଏବଂ ଚୌଦାର ହେଉଛି ତାଙ୍କର କର୍ମଭୂମି। ଶିଳ୍ପ କହିଲେ ବିଜୁବାବୁଙ୍କୁ ବୁଝାଏ। ଆଜି ବିଜୁବାବୁଙ୍କର ସେଇ ଅଭାବଟାକୁ ଆଜି ସମସ୍ତେ ଅନୁଭବ କରୁଛନ୍ତି। ବିଜୁବାବୁ ଆଜି ନାହାନ୍ତି, ତେଣୁ ସାରା ବିଶ୍ୱରେ ତାଙ୍କର ନାମ ରହିଛି ଏବଂ ସେ କିପରି ଭାବରେ ଦୁଃସାହସିକ କାର୍ଯ୍ୟ କରିଛନ୍ତି ଏବଂ ଯୁଦ୍ଧ ସମୟରେ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରିଛନ୍ତି, ଅକାଳ ସମୟରେ ମଧ୍ୟ ସାହାଯ୍ୟ ସହଯୋଗ କରିଛନ୍ତି ଏବଂ ଜାତି ପାଇଁ ଦେଶ ପାଇଁ ତାଙ୍କର ସବୁବେଳେ ହୃଦୟ କାନ୍ଦୁଥିଲା। ସେଥିପାଇଁ ସେଇଭଳି ଜଣେ ମହାପୁରୁଷକୁ ଆମେ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛୁ। ସେଇଟା ତ ଆପଣମାନେ ସମସ୍ତେ ଜାଣିଛନ୍ତି ତାଙ୍କ ପ୍ରତି ଯାହା ହେଇଛି ଅନ୍ୟାୟ ହେଇଛି ଆମେ ଭାବୁଛୁ, କିନ୍ତୁ ଯେହେତୁ ସେ ଦଳ ପ୍ରତି କାମ କରିଛନ୍ତି ବହୁତ, ତାଙ୍କ ପ୍ରତି ଅନ୍ୟାୟ ହେଇଛି ବିଚାର କରାଯାଉ। ସେଥିପାଇଁ ସେ ଆଜି ଅନୁପସ୍ଥିତ ଅଛନ୍ତି, କିନ୍ତୁ ତଥାପି ସେ ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତି ଏବଂ ତାଙ୍କ ହୃଦୟରେ ମଧ୍ୟ ବିଜୁବାବୁ ଅଛନ୍ତି। ଦିଲ୍ଲୀପ ସାହୁ, କାଉନସିଲର, ଚୌଦାର ପୌର ପରିଷଦ। ପ୍ରଭାତ ପୁରୁଷ ବିଜୁବାବୁଙ୍କର ଆଜି 29ତମ ଶ୍ରାଦ୍ଧ ଦିବସ। এই ଶ୍ରାଦ୍ଧ ଦିବସ ଉପଲକ୍ଷେ ଆମେ ମାନେ ସମସ୍ତେ ଏକାଠି ହେଇଛେ ବିଜୁବାବୁଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ। ପ୍ରଭୁ ଜଗନ୍ନାଥ ତାଙ୍କୁ ଯୋଉଠି ଥାଆନ୍ତୁ ନା କାହିଁ ଭଲରେ ରଖନ୍ତୁ। ଓଡ଼ିଶା, ଓଡ଼ିଆ, ଏଇ ଯୋଡ଼ିଏ ଜିନିଷରେ ଜାଣିବାକୁ ହେଲେ ପ୍ରଭୁ ସ୍ୱୟଂ ପ୍ରଭୁ ଜଗନ୍ନାଥ ହେଲେ ଜଗନ୍ନାଥ, ସେକେଣ୍ଡରେ ହେଲେ କଣ ଆମର ସ୍ୱର୍ଗତ ପ୍ରଭାତ ପୁରୁଷ ବିଜୁବାବୁ। ଏଇ ଯୋଡ଼ିଏ ଜିନିଷ ଲୋକ ଜାଣିବେ ଇଏ ଓଡ଼ିଆ ଲୋକ ବୋଲି, ଇଏ ଓଡ଼ିଶା ଲୋକ ବୋଲି। ତେଣୁ ଆମ ବହୁତ ସମ୍ମାନ ଅଛି, ସମ୍ମାନ ରହିଛି, ସମ୍ମାନ ରହିବ। ଯାହା ବି ଆଜି ହେଇଛି ଓଡ଼ିଶାରେ, ଯାହା ବି ଓଡ଼ିଶାରେ ହେଇଛି ବିଜୁବାବୁ କରିଛନ୍ତି, ଅନ୍ୟ କେହି କରିନାହାନ୍ତି। କିନ୍ତୁ ବିଜୁବାବୁଙ୍କୁ ରତ୍ନ ଉପାଧି ଦେବା କଥା, କିନ୍ତୁ ଏପର୍ଯ୍ୟନ୍ତ ଇଏ କେନ୍ଦ୍ର ସରକାର ଦେଇନି କି ରାଜ୍ୟ ସରକାର ଦେଇନି। କିନ୍ତୁ ଆଉ ଗୋଟେ ଦୁଃଖର କଥା, ଆମର ପ୍ରିୟ ନେତା ଚୌଦାର କଟକର ପୂର୍ବତନ ବିଧାୟକ, ଚୌଦାର କଟକର ସର୍ବାଙ୍ଗୀନ ଉନ୍ନତି କରିଛନ୍ତି କିଏ? ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ। କିନ୍ତୁ ତାଙ୍କୁ ଯୋଉ ପ୍ରକାର ବ୍ୟବହାର କରାଯାଇଛି ଏବଂ କରାଯାଉଛି, ଗୋଟେ ଦୁର୍ଭାଗ୍ୟଜନକ। ତାଙ୍କ ଭଳିଆ ନେତା ମାନେ ମୁଁ ଆଜ୍ଞା ଚୌଦାର ପୌର ପରିଷଦର ମୁଁ ସେମିତି ଅହଙ୍କାର ଗର୍ବ କରି କହୁନି, ଭଗବାନଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ଆଶୀର୍ବାଦର ମୁଁ 7 ଥରର କାଉନସିଲର। ବିଜୁବାବୁ ମତେ ମଧ୍ୟ ଚକ ଚିହ୍ନ ଦେଇଥିଲେ। ଯେ ବିଜୁବାବୁ ବଞ୍ଚିତ ଥିଲେ ମତେ ଚକ ଚିହ୍ନ ଦେଇଥିଲେ। ମୁଁ ଚକ ଚିହ୍ନରେ ବିଜୁବାବୁ ମଧ୍ୟ ମତେ ଚକ ଚିହ୍ନ ଦେଇଥିଲେ। ମୁଁ ସେ ଚକ ଚିହ୍ନ ମଧ୍ୟ ଜିତି ଏପର୍ଯ୍ୟନ୍ତ ଆସୁଛି। କିନ୍ତୁ ବିଜୁବାବୁ ଚାଲିଗଲେ ମଧ୍ୟ ତାଙ୍କର ମୋ ପ୍ରତି ଆଶୀର୍ବାଦ ରହିଛି। ଏପର୍ଯ୍ୟନ୍ତ ବିଜୁବାବୁଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଅଛି। କିନ୍ତୁ ମୋର ବିଧାୟକ ଚୌଦାର କଣ ଥିଲା? ଚୌଦାର ଯାହା ହେଇଛି ତାକୁ ମାନିବାକୁ ପଡିବ। ଚୌଦାର କଟକବାସୀ ମାନିବାକୁ ପଡିବ। ଯାହା ହେଇଛି ପ୍ରଭାତ ବିଶ୍ୱାଳ କରିଛନ୍ତି। ତେଣୁ ତାଙ୍କ ପ୍ରତି ଯୋଉ ପ୍ରକାର କାର୍ଯ୍ୟକ୍ରମ କରାଗଲା ଆମ ଆତ୍ମାକୁ ବାଧିଛି, କିନ୍ତୁ এটা ଠିକ କରାଗଲାନି। ତେଣୁ ଆମେ ପୁଣି ଅନୁରୋଧ କରୁଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ନେତା ନବୀନ ବାବୁ, ବିଚାର କରାଯାଉ। ଘରେ ତ ଝଗଡା ହଉଛି, ପୁଣି ଡକାଡକି ହଉଛନ୍ତି, ଡାକନ୍ତୁ ଏ ପ୍ରିୟ ଆପଣ କିନ୍ତୁ ସମସ୍ତଙ୍କୁ ପାଇବେ, କିନ୍ତୁ ପ୍ରଭାତ ବିଶ୍ୱାଳଙ୍କ ଭଳିଆ ବିଧାୟକ ଆପଣ ପାଇବେନି। ମୋ ନାଁ ଭରତ ଚନ୍ଦ୍ର ସାହୁ, ଛାତ୍ର ବିଜୁ ଜନତା ଦଳର ସଭାପତି। ପ୍ରଭାତ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ମାଟି, ଓଡ଼ିଆ ଜାତି କି ସାରା ବିଶ୍ୱ ସ୍ତରରେ ଯଦି କିଏ ପରିଣତ କରିବାର
ସତ୍ସାତ ଯୁବକ ସେ ଗୋଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆଜି ହଉଛି ତାଙ୍କ 29ତମ ଶ୍ରାଦ୍ଧ ଦିବସ। ଆଜି 14 ବିଜୁ ଜନତା ଦଳ 29ତମ ଶ୍ରାଦ୍ଧ ଦିବସ ମହାସମାରୋହ ପାଳୁଛି। ଆଜି ଦିଗ୍ଗଜ ଦଉଛି ବିଜୁ ପଟ୍ଟନାୟକ ଗୋଟେ ବ୍ୟକ୍ତିତ୍ବ ନୁହଁ, ସେ ଜଣେ ମହାନ ଜନନାୟକ। ମକର ସଭାପତି ଅନୁପସ୍ଥିତ ଆଜ୍ଞା କହିପାରିବିନି, କିନ୍ତୁ ଆସିଥିଲେ ବୋଲି ତ ଏଇଠି ଆମେ ଦେଖିଛୁ। କିନ୍ତୁ କୌଣସି କାରଣରୁ ଦେହ ପା ଖରାପ ଥାଇପାରେ ବୋଧେ, କିନ୍ତୁ ଆସିଥିଲେ ଆଜ୍ଞା, ସ୍ପଷ୍ଟ ଚିତ୍ର ସେ ଆସିଥିଲେ। ଏଇଠି ଥିଲେ ବି